ମୋ ନାଁ ମିତାଲି ପ୍ରଧାନ। କଣ ମିତାଲି ପ୍ରଧାନ। କଣ ହେଲା ଗତକାଲି ପୁଲିସ କେତେ ରାତିରେ ଆସିଥିଲେ ଏବଂ କାହିଁକି ଆପଣଙ୍କ ଘରକୁ ଆସିଥିଲେ? ଆପଣ ଯୋଉ କହୁଛନ୍ତି ଯେ ପୁଲିସ ଆପଣଙ୍କ ପରିବାର ଲୋକଙ୍କୁ ମାଡ଼ ମାରିଛି, ବାସ୍ତବିକ କଣ ଘଟଣା? 2:15 ଖଣ୍ଡେ ହେଇଥିବ। ଶୋଇଥିଲି ଘରେ, ଦାଦା ବାପା ନଥିଲେ, ଘରେ ନଥିଲେ, କାମ ହଉଥିଲା, ସେ ଯାଇଥିଲେ। ତାପରେ ସିଏ ଆସିକି କବାଟ ବାଡ଼େଇଲେ। ମୁଁ ସେଇଠୁ ଆଉ ମାନେ ଡର ଲାଗୁଥାଏ ଉଠିଲିନି। ତାପରେ ତଡ଼ାରେ କେଞ୍ଚା କେଞ୍ଚି ଯେତେବେଳେ କଲେ ମୁଁ ସେଇଠୁ ଉଠିଲି। ମୋତେ ସେଇଠୁ କହିଲେ କବାଟ ଖୋଲିବେ ଏମିତି କହିଲେ। ତାପରେ ମୁଁ କହିଲି କ'ଣ ହେଲା, କାହିଁକି କ'ଣ କବାଟ ଏମିତି ବାଡ଼ିଆ ବାଡ଼ି କରୁଛନ୍ତି? ନା କବାଟ ଖୋଲି। ମୁଁ କହିଲି ହଉ ମୋ ପାଖେ ଚାବି ନାହିଁ, ମୁଁ ଚାବି ଆଣେ ତାପରେ ଖୋଲିବି। ଏତିକି କହିକି ସେଠୁ ଗଲି। ବୋଉର ଏମିତି ରୋଗ, ବ୍ରେନ୍ ଟ୍ୟୁମର, ଏବେ ଅପରେସନ୍ ହେଇଛି। ଖୁଡ଼ିଙ୍କର ମାଇଗ୍ରେନ୍ ରୋଗ। ମୁଁ ଆଉ ବୋଉଙ୍କୁ ଖୁଡ଼ିକି ନ ଡାକି ମୋ ବୋଉକୁ ଡାକିଲି, ମୋ ବଡ଼ ବୋଉକୁ। ମୁଁ କହିଲି ବୋଉ କିଏ କବାଟ ଏମିତି ପୋଲିସ ବାଡ଼ଉଛି, ଆସେ। ସେଠୁ ବାରି